ଦେଖନ୍ତୁ ମୁଁ ବିଧାୟକ ଜିତିଲା ପରେ ଦଳର ଯୋଉ କାର୍ଯ୍ୟକ୍ରମ ଚାଲିଛି ଏବଂ ଆମ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଯେଉଁଭଳିଆ ବଜେଟରେ ଆବଦାନ କରାଯାଉଛି ଶିକ୍ଷା କ୍ଷେତ୍ରରେ SC/ST ଲୋକମାନଙ୍କର ବିକାଶ ଯୋଜନାରେ ଏବଂ ବିଭିନ୍ନ କ୍ଷେତ୍ରରେ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ଗମନାଗମନରେ ଏସବୁ ଦେଖିଲା ପରେ ଲୋକଙ୍କର ହୃଦୟ ଭିତରେ ଆଦୃତ ହେଉଛି ଯେ ଆମେ ନିଶ୍ଚିତ ଭାବରେ ଏ ସରକାର ସହିତ ରହିବା। ଆଉ ଏ ଦଳ ସବୁଠୁ ଭଲ। ଏ ଦଳ ପ୍ରଥମେ ଦେଶ ପାଇଁ ଚିନ୍ତା କରୁଛି ତାପରେ ବ୍ୟକ୍ତି। ତେଣୁ ଦେଶ ଯଦି ଆଗକୁ ଯିବ ତାହେଲେ ଆମେ ଆଗକୁ ଯିବା ସମସ୍ତଙ୍କ ମନ ଭିତରେ ସେ ଉତ୍ସାହ ଅଛି ଏବଂ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେଉଁଭଳି ଭାବରେ ଭାରତବର୍ଷକୁ ଆଗେଇ ନେଉଛନ୍ତି ଆପଣ ଭାରତବର୍ଷକୁ ସଶକ୍ତ କରିବା ହଉ ଅର୍ଥ କ୍ଷେତ୍ର ବିକାଶ କରିବା କଥା ହଉ କି ଦେଶ ବିଦେଶରେ ଆମର ଭାରତବର୍ଷର ଯୋଉ ଖ୍ୟାତିନାମା ଅର୍ଜନ କରୁଛନ୍ତି ସେଥିରେ ସମସ୍ତେ ଲୋକ ପ୍ରଭାବିତ ହେଇ ଏ ଦଳରେ ସାମିଲ ହେବା ପାଇଁ ଚାହୁଁଛି। ଏଇ ତ କମ ସଂଖ୍ୟାରେ ଆସିଛନ୍ତି ଏ ଟ୍ରେନ ବି ଜାଗା ଧରିବ ନା ଏଇଠି ଆଣିବା ପାଇଁ। ଆମେ ଏତେ ଲୋକ ବାହାରୁଛନ୍ତି ଆମେ ମିଶିବୁ 600 କିଲୋମିଟରରେ ଆସିକିରି ସେମାନେ ମିଶୁଛନ୍ତି। ଇଏ ହଉଛି ଆମ ଦଳ ପାଇଁ ଗୋଟେ ସୌଭାଗ୍ୟର କଥା ଏବଂ ସେମାନେ ଯୋଉମାନେ ସାମିଲ ହେଇଛନ୍ତି ସେମାନଙ୍କର ବି ସେମାନଙ୍କର ବି ସ୍ୱାଭିମାନ ଅଛି ଏବଂ ସେମାନେ ମଧ୍ୟ ଆଗକୁ ଏ ଦଳକୁ ଆଗେଇ ନେବେ ଏବଂ ବିଭିନ୍ନ ସମୟରେ ବିଭିନ୍ନ ପଦପଦବୀରେ ସମସ୍ତେ ଆଦୃତ ହେଇ ଏଇ ଦଳକୁ ଆଗକୁ ନେବା ପାଇଁ ସେମାନେ ଆସିଛନ୍ତି। ତେଣୁ ଦେଖନ୍ତୁ ବର୍ତ୍ତମାନ ଆଜି 70 ଜଣ ମିଶିଛନ୍ତି ଏବଂ ଆଗକୁ ଆଉ ବହୁତ ଜଣ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଏ କୋରାପୁଟ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ସୁଦୃଢ ହବ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳକୁ ପଛରେ ପକେଇ ଏ ସବୁବେଳେ ଅଗ୍ରଣୀ ଗତି କରିବ। ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶିବ ମୁଦଲି ଆପଣ ମାନଙ୍କୁ ପ୍ରେସ ବାର୍ତ୍ତା ଦେବାକୁ ଚାହେଁକି ଆଜି ଭୁବନେଶ୍ୱର ଠାରେ ଶ୍ରୀଯୁକ୍ତ ମନୋମଲ ସାମଲ ରାଜ୍ୟ ସଭାପତିଙ୍କ ଠାରେ ଉପସ୍ଥିତ ରହିକି ଭାରତୀୟ ବିଜେଡି ଏବଂ ଆପଣଙ୍କ କଂଗ୍ରେସର ଅନେକ କର୍ମୀ ଆଜି ଭାରତୀୟ ଜନତା ପାର୍ଟି ସାମିଲ ହେଲେ। ସେଥିମଧ୍ୟରୁ ସୁନାଡା ମ୍ୟୁନିସିପାଲର ଚେୟାରମ୍ୟାନ ଶ୍ରୀଯୁକ୍ତ ରାଜେନ୍ଦ୍ର ପାତ୍ର ଏବଂ କିଛି କାଉନସିଲର ଏବଂ ବିଜେଡିର କର୍ମୀ କଂଗ୍ରେସର କର୍ମୀ ଆଜି ବିଧି ବୁଧବାର ଯୋଗଦାନ କଲେ ଭାରତୀୟ ଜନତା ପାର୍ଟି। ଶତାଧିକ 100ରୁ ଅଧିକ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଏବଂ କୋରାପୁଟ ନିର୍ବାଚନ ମଣ୍ଡଳୀ ଏ ଦୁଇଟା ବିଧାନସଭାର କାର୍ଯ୍ୟକର୍ତ୍ତା ସବୁ ଯୋଗଦାନ କଲେ। ବିଜେଡି କଂଗ୍ରେସ ତାଙ୍କ ଦଳ ଛାଡ଼ିକରି ଭାରତୀୟ ଜନତା ପାର୍ଟି ଯୋଗଦାନ କରିବାର ମୁଖ୍ୟ ଉଦ୍ଦେଶ୍ୟ ଏହା କି ଭାରତୀୟ ଜନତା ପାର୍ଟିର ଯୋଉ କାର୍ଯ୍ୟଶୈଳୀ କାର୍ଯ୍ୟଧାରା ଏବଂ ଲୋକାଭିମୁଖୀ ଯୋଉ ଯୋଜନା ସବୁ ରହିଛି ସମସ୍ତେ ଜାଣି ସାରିଲାଣି ଏବଂ ଗ୍ରାମାଞ୍ଚଳରେ ମଧ୍ୟ ଏସବୁ ଖବର ପହଞ୍ଚିଲାଣି। ତ ସେମାନେ 24 ବର୍ଷ ଶାସନ କରୁଥିଲା ଯୋଉ ବିଜେଡି ତାକୁ ମଧ୍ୟ ବରଖାସ୍ତ କରିଛନ୍ତି ଏବଂ କଂଗ୍ରେସ ଯୋଉ କହୁଛନ୍ତି କଂଗ୍ରେସ ଗଡ଼ କୋରାପୁଟ ଜିଲ୍ଲା ବୋଲି ଏହା ବିଲକୁଲ ନୁହଁ। ବର୍ତ୍ତମାନ ଆପଣ ଦେଖିବେ ଆଗାମୀ ଭବିଷ୍ୟତରେ ପଞ୍ଚାୟତ ଇଲେକ୍ସନ ଆସୁଛି ସରପଞ୍ଚଠୁ ଧରିକିରି ଆପଣଙ୍କର ଜିଲ୍ଲା ପରିଷଦ ବ୍ଲକ ଚେୟାରମ୍ୟାନ ଏବଂ ଜିଲ୍ଲା ଚେୟାରମ୍ୟାନ କରିବା ପାଇଁ ମଧ୍ୟ ଆମେ ଯୋଜନା ବର୍ତ୍ତମାନ କରିଛି ବା ରଣକୌଶଳ ତିଆର କରିଛୁ ଏବଂ ଗ୍ରାସରୁଟ୍ ଲେଭେଲରେ ଯାଇକି ଆମେ ସଂଗଠନ ମଧ୍ୟ ସୁଦୃଢ଼ କରିବା ପାଇଁ ବୋଲିକି ଆମେ ପ୍ରଭାରୀ ମଧ୍ୟ ଆମେ ଦେଖନ୍ତୁ ଲୋକ ମତେ ଜାଣି ସାରିଲେଣି ବିଜେପି ପାର୍ଟି ଏକ ଆଇଡିଓଲୋଜି ପାର୍ଟି କାର୍ଯ୍ୟଧାରା ଭଲ ଚିନ୍ତାଧାରା ଭଲ ଏବଂ ଲୋକଙ୍କର ସରକାର। ଆପଣ ତ ଦେଖିବା ପାଉଛନ୍ତି ମୋହନ ଚରଣ ମାଝୀ ଯିଏକି ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେ ଲୋକମାନଙ୍କ ସହିତ ମାନେ ସିଧାସଳଖ ମିଶି ପାରୁଛନ୍ତି ଲୋକମାନଙ୍କ ଦୁଃଖ ବୁଝିପାରୁଛନ୍ତି ଲୋକ ଏଇ ସ୍ୱାଭାବିକ ଲୋକ ଗ୍ରହଣ କରିବା এই ଦୃଷ୍ଟିକୋଣର ସମସ୍ତ ବିଜେଡି ଏବଂ କଂଗ୍ରେସ କର୍ମୀ ବିଜେପି ଧନ୍ୟବାଦ। ସମସ୍ତଙ୍କୁ ନମସ୍କାର। ଆଜି ମୁଁ ଅତ୍ୟନ୍ତ ଖୁସି ଅଛି ମୁଁ ଭାରତୀୟ ଜନତା ପାର୍ଟିରେ ବର୍ତ୍ତମାନ ଯୋଗ ଦେଇଛି। ମୁଁ ସୁନାଡା ପୌର ପରିଷଦ ଅଧ୍ୟକ୍ଷ ଭାବରେ ମୁଁ ମାନେ ଆସିଥିଲି ଏବଂ ବିଗତ ଦିନ ସ୍ୱାଧୀନ ଭାବରେ ଲଢ଼ିଥିଲି। କିଛି କାରଣରୁ ମୁଁ ବିଜୁ ଜନତା ଦଳ ଯାଇଥିଲି ପୁଣି ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ଆସି ରହିଛି। ଯୋଉ ଆଶା ଅଛି ଓଡ଼ିଶାର ବିକାଶ କରିବା ପାଇଁ ଯୋଜନା ଯାହା ଅଛି ତାହା ଆମେ ପବ୍ଲିକ ପାଖରେ ଯଦି ପକେଇବା ଆମେ ନିଶ୍ଚୟ ଜିତିବା ଏବଂ ଓଡ଼ିଶା ସରକାର ନିଶ୍ଚୟ ଚେଷ୍ଟା କରିବ ସମସ୍ତଙ୍କୁ କେମିତି ଖୁସିରେ ରଖିବା ପାଇଁ ଏବଂ ଯାହା ଯୋଜନା ଅଛି ତାହା ମୁଁ ଭାବୁଛି ପୂରଣ ହଉଛି ଧୀରେ ଧୀରେ କରିକି ଯେହେତୁ 18 ମାସ ସରକାର ଆମେ ସବୁ ଜାଣିଛୁ ବିଗତ ସରକାର 24 ବର୍ଷ ହେଲା ଥିଲା ଆମେ ତାକୁ 24 ବର୍ଷକୁ 18 ମାସକୁ ଆମେ ତୁଳନା କରିପାରିବାନି। ମୁଁ ଆଶା ରଖୁଛି ଆମ ସମସ୍ତଙ୍କ ସହଯୋଗରେ ଆମେ ଆଗକୁ ନିଶ୍ଚୟ ବଢିବୁ। ଆପଣ ବିଜେଡି ଥିଲାବେଳେ ଯୋଉ କାର୍ଯ୍ୟ କରିପାରୁନଥିଲେ ବାଧାପ୍ରାପ୍ତ ହଉଥିଲା ବର୍ତ୍ତମାନ ଆପଣ ବିଜେପି ଆସିଲା ପରେ ଘର ବାହୁଡା ହେଇଛନ୍ତି କଣ ଆପଣ
ମୁଁ ଯୋଗ ଦେଇଥିଲି ବିଜୁ ଜନତା ଦଳରେ, କିନ୍ତୁ ମୋର ମନ ଥିଲା ଭାରତୀୟ ଜନତା ପାର୍ଟିରେ। କିନ୍ତୁ କାରଣ ହେଲା ମୋର ବାପା ମଧ୍ୟ ଭାରତୀୟ ଜନତା ପାର୍ଟିର, ମୁଁ ମଧ୍ୟ ଭାରତୀୟ ଜନତା ପାର୍ଟିରେ ଥିଲି। ସେ କୌଣସି କାରଣରୁ ମୋତେ ଟିକେଟ୍ ମିଳିନଥିଲା। ମୁଁ ସ୍ୱାଧୀନ ଭାବରେ ଲଢ଼ିଥିଲି। ମୋର ସହଯୋଗୀ ଆମ ଗ୍ରାମବାସୀ ମୋତେ ବିଶ୍ୱାସ କରିଥିଲେ ଆମର ବିକାଶକୁ ଆଗକୁ ବଢ଼ିବା ପାଇଁ। ବିକାଶ ବଢ଼ିଛି ଏବଂ ମୁଁ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ମୁଁ ଖୁସିରେ ବର୍ତ୍ତମାନ ଆସିଅଛି।